ଯାଇଥିଲେ ତାଙ୍କ କଥା ଶୁଣି ଖାଲି କହିଲେ ଆସିବି। ତେବେ ସେ ବୋଧହୁଏ ସବୁ ବୁଝିପାରିଥିଲେ ଆର ଯୋଉ କଟାକ୍ଷ ଭରା କମେଣ୍ଟ ଭରା କଥା ଗୁଡିକ ବୋଧହୁଏ ତାଙ୍କ ସାରିଥିଲେ। ମନେ ହେଲା ସବୁଦିନ ଏମିତି କ୍ଷୁଦ୍ର ଏମିତି ଚିତ୍ରରେ ଏ ଗାଁ ଟୋକା ଗୁଡାକ ସ୍ତ୍ରୀ ପୁରୁଷ ସମ୍ପର୍କରେ ସେ କଣ ଯେ କୌଣସି ବିଷୟ ନେଇ ଗୋଟେ କୁଷିତ କଳ୍ପନାକୁ ଗଢି ଗାଡି ଥୋଇପାରିଲେ ତାଙ୍କୁ ଯାଇ ସୁଖ ମିଳେ। ତ ପୁଣି ମନେ ପକେଇଲେ ଏଇ ଯୋଉ ଗାଁର ଭିତର ଟୋକା ଗୁଡାକ ଖରାପ ପିଲା ଟୋକା ଗୁଡାକ ଯାହାର ମାନସିକ ମାନେ ମନରେ ଭଲ ଭାବନା ନଥାଏ କୁଷିତ ଭାବନା ଥାଏ ସେଇଭଳି କିଛି ପିଲା ମାନେ ଏମାନଙ୍କର କଣ ହେଇଥାଏ ସବୁବେଳେ ଅନ୍ୟ ମାନେ ଗୋଟେ ପୁରୁଷ ଗୋଟେ ସ୍ତ୍ରୀ ନା କିଛି କୁଷିତ କଳ୍ପନା ଅତି ଖରାପ ଭାବନା କହିବା ତାକୁ ଗଢିକି କାହାଣୀ କହିବା କଲେ ତାଙ୍କୁ ସୁଖ ମିଳେ ସେଇଭଳି କିଛି ଫରକ ରଖିଥାନ୍ତି। ଏଇମାନେ ପୁଣି ଦିନେ ଆମ ସମାଜରେ ମୁଣ୍ଡ ହେବେ ଉଚ୍ଚ ଆସନରେ ବସି ନିଜର ସଂକୀର୍ଣ୍ଣ ବ୍ୟାଧିଗ୍ରସ୍ତ ବିଚାର ଶକ୍ତି ଘେନି ସାଧାରଣଙ୍କୁ ବ୍ୟବସ୍ଥା କରିବେ। ତ ଲେଖକ ଏଠି କହୁଛନ୍ତି ସତୀର ମାନେ ସତୀ କହୁଛି ସତ କିନ୍ତୁ ଲେଖକ ଲେଖିଛନ୍ତି ଯେ ଯୋଉ କୁଚିତ କଦାକାର ବ୍ୟକ୍ତିତ୍ବ ମାନେ ଗାଁରେ ଖଟା ମଜା କରିକି ପୁରୁଷ ନାରୀକୁ ଗୋଟେ ଖରାପ ଇଙ୍ଗିତ କରି ତାଙ୍କୁ କମେଣ୍ଟ କରି କଥାବାର୍ତ୍ତା କରୁଛନ୍ତି ତାଙ୍କ ସମ୍ପର୍କକୁ ଗୋଟେ ପବିତ୍ର ନ ନେଇକି ଅପବିତ୍ର ସମ୍ପର୍କ କରିକି ତାକୁ କୁଚିତ କଦାକାର କରୁଛନ୍ତି ସେଇ ଦିନେ ବଡ ହେବେ ଆଉ ସମାଜର ମୁଣ୍ଡ ହେବେ କାହିଁକି ନା ଯୋଉ ପିଲା ୟଙ୍ଗ ହେଲେ ସବୁବେଳେ ଜାତିର ଗୋଟିଏ ରାଜ୍ୟର ହଉ ବା ଦେଶ ହଉ ଜାତିର ମୁଖ୍ୟ ଅଂଶ କିଏ ଯୁବପିଢି ମାନେ ସେମାନେ ଯେତେବେଳେ ଯୁବ କରିବେ ସେ ପୁଣି ସମାଜର ଗୋଟେ ଅଂଶ ହେବେ ଆଉ ଉଚ୍ଚ ଉଚ୍ଚ ଆସନରେ ବସିକି ନିଜ ସଂକୀର୍ଣ୍ଣ ଅତି ଛୋଟ ଚିନ୍ତାଧାରା ବ୍ୟାଧିଗ୍ରସ୍ତ ରୋଗଗ୍ରସ୍ତ ବିଚାର ଶକ୍ତି ତାଙ୍କର ଏଇ ଯୋଉ ବିଚାର ଗୁଡିକ ଚିନ୍ତାଧାରା ଗୁଡିକ ରୋଗଗ୍ରସ୍ତ ଭଳି କୋଉ ଭଳି ରୋଗ ଏମିତି କିଛି ଆମର ସାଧାରଣ ଯୋଉ ରୋଗ ହୁଏ ତାକୁ ଔଷଧ ଖାଇଲେ ଭଲ ହେଇଯାଏ କିନ୍ତୁ ଏଇ ଯୋଉ କୁଷିତ ପ୍ରକୃତି ଯୋଉଗୁଡା ମୁଣ୍ଡରେ ଥାଏ ନା ସେଇ ରୋଗଟା କିନ୍ତୁ ଯାଏନି ତାକୁ ରୋଗ ସେଇ ରୋଗ ପାଇଁ ଔଷଧ ମଧ୍ୟ ନାହିଁ। ତମେ ଗୋଟେ ତମ ମନରେ ଖରାପ ଚିନ୍ତାଧାରା ଅଛି ତମେ ସମସ୍ତଙ୍କୁ ଅହଙ୍କାର କରୁଛ ସେଇଟା କଣ ସେଇଟା ରୋଗ ମାନସିକ ରୋଗ ସେଇଟା କିନ୍ତୁ ଔଷଧ ଖାଇଲେ ଯିବ ଗର୍ବ ଅହଙ୍କାର କାହାକୁ ଟାଣି ମାରିବାର ଏଗୁଡା ଔଷଧ ଖାଇଲେ ଯିବ ଏଇଟା ଜଣ ଜଣଙ୍କର ଇନବିଲ୍ଟ କ୍ୱାଲିଟି ସେ ଜନ୍ମରୁ ଧରିକି ଆସିଥାନ୍ତି ଇନବିଲ୍ଟ ଥାଏ ତାଙ୍କ ଦେହରେ କଣ ବୁଝୁ ଧରିକି ଆସିଛ କିଏ ସ୍ନେହ ନାହିଁ, କିଏ ଆଉ କିଛି ଲୋକ ଥାନ୍ତି ନେଇକିନା ବଦଳି ମଧ୍ୟ ଯାଆନ୍ତି କିନ୍ତୁ କିଛିଟା ତାହେଲେ ତମେ ଯାଉଛ ସବୁ ଲୋକଙ୍କୁ କମେଣ୍ଟ କରିବେ କିନ୍ତୁ କିଛିଟା କମେଣ୍ଟ ଗୋଟେ ପାସ୍ କରିବେ କାହିଁକି ସେମାନେ ସେଇ ଧରଣର ଲୋକ କଦାପି comment କରିବେ। ପିଲାଙ୍କୁ ଦେଖିଲେ କିଏ ଗୋଟେ କମେଣ୍ଟ ମାରିଦବ କଣ ଜାଣିଲ ସେଇଟା ଗୋଟେ ପ୍ରକାର ବ୍ୟାଧି ଅର୍ଥ ଗୋଟେ ପ୍ରକାର ରୋଗ ତାଙ୍କର ବିଚାର ଶକ୍ତିଟା ଚିନ୍ତା କରିବାର ଶକ୍ତିଟା ଅତି ପୁଷ୍ଟିତ ସିଏ ଗୋଟେ ସାଧାରଣ ଲୋକଙ୍କର ବ୍ୟବସ୍ଥା ଅର୍ଥାତ୍ ସାଧାରଣ ଲୋକ ବଡ ବଡ ପୋଷ୍ଟ ରହିବେ ବଡ ବଡ ପଦବୀରେ ରହିବେ ଆଉ ସାଧାରଣ ଲୋକ ସେମାନେ ଚଳେଇବେ ତାହେଲେ ସେ କଣ ସେ ସମାଜଟା କିଭଳି ଭାବରେ ଗଢି ତୋଳିବ ହେଇପାରିବ ବୋଲି ଲେଖକ କହୁଛନ୍ତି ପୁଣି କହିଲେ ସକାଳଟା ମୋର ସେମିତି ବୈଚିତ୍ର୍ୟପୂର୍ଣ୍ଣ ହୋଇ ଗଠିତ ଗାଧୋଇ ଆସି ନାଥ ଖାଇ ବସିଲେ ତାଙ୍କୁ ଖଣ୍ଡେ ଦୂର ଛାଡି ଭିତର ଘର ବନ୍ଧ ଉପରେ ମୁଁ ବସିଥିଲି ଥରେ ଦୁଇଥର ସେ କଣ କହିବା ପରି ମୋ ଆଡକୁ ଚାହିଁଲେ ତାପରେ କଣ ଭାବି ମୁଣ୍ଡ ତଳକୁ ଖାଇସାରି ହୋଇ ଉଠିଗଲେ ମନେ କଲି ବହୁତ ସକାଳେ ସେଇ ଘଟଣାରୁ ମନ ତାଙ୍କର ଭଲ ନାହିଁ ତେବେ ପୁଣି ମନେ ପକେଇଲେ ସେ ପୁରୁଣା କାହିଁ ଦଉଛ ତ ଗଲେ ସକାଳଟା ପୁଣି ଅଚିତ୍ର ଗୋଟେ ବିଚିତ୍ର ଗୋଟେ ଆସିଛି ଏଇଭଳି ଘଟଣା ତେଣୁ ତାପରେ ନାଥ ପିଣ୍ଡାରେ ବସି ଖାଇଲେ ତାପରେ ପରସ୍ପର ଡେରି ହେଇଗଲା ସକାଳ ପରବର୍ତ୍ତୀ ସମୟରେ ଖରା ବେଳିଆ କି ଚାରିଟା ବେଳେ ଆପଣମାନେ ମଧ୍ୟ ସେଇଭଳି ବସିଥିଲେ ମନ ଦୁଃଖ କାରଣ ମୁଁ ଭାବିଲି କି ସତୀ କହୁଛି ମୁଁ ଭାବିଲି ବୋଧେ ସକାଳର ଘଟଣା ତାଙ୍କ ଘରରୁ ଏ ପର୍ଯ୍ୟନ୍ତ ଜାଣିଲି ଗାଁର ସେଦିନ କେହି ଆଉ ଆସିଲେନି ଆମ ଖବର ନବା ପାଇଁ ସଞ୍ଜ ଗଡିଗଲା ଖରାବେଳୁ ଖାଇସାରି ନାଥନାନା କୁଆଡେ ଯାଇଥିଲେ ସେତେବେଳେ ଯାଇ ଫେରି ନଥିଲେ ରୋଷେଇ ବସାଇଲେ ତ ନାଥନାନା ଏ ପର୍ଯ୍ୟନ୍ତ ଆସିନାହାନ୍ତି ଯାଇକି ରୋଷେଇ ବସାଇଲେ ତାର ଘର ଚୁଲି ଲଗାଇ ଦେଇ ଭଣ୍ଡାର ଘରକୁ ଯାଇ ଦେଖି ଗୋଟେଇ ବାଉଁଶିଆ ଝାଡୁଛନ୍ତି ଗୋଟେଇ ଆଉ ବାଉଁଶିଆ ବାଉଁଶ ସରୁ ସରୁ ବାଉଁଶ କାଟିକି ତାକୁ ସରୁ ସରୁ କରିକିନା ବୁଣିଥାନ୍ତି ଜିନିଷ ରଖିବା ପାଇଁ କିନା ବାଉଁଶିଆ କହନ୍ତି ତ କେହି ମଧ୍ୟ ସେଇ ବାଉଁଶ ପାତିଆରେ ବୁଣା ହେଇଥିବା ଜିନିଷ ସେଇ ସମୟରେ ତ ଆଉ ନଥିଲା ନା ରଖିବା ପାଇଁ ଜିନିଷ ପ୍ରିଜର୍ଭ
ରଖିବା ପାଇଁ କିଛି ନଥିଲା, ପନିପରିବା ଥିଲା ସେ ପକେଇରେ ରଖାଯାଉଥିଲା। ଧାନ, ଗହମ, ଅମାର ଏସବୁରେ ରଖାଯାଉଥିଲା। ଶସ୍ୟ ଜାତୀୟ ଜିନିଷ ସେ ସବୁ ରଖାଯାଉଥିଲା। ତ ସେଇ ସବୁ ଜିନିଷ ରଖୁଛି ଭଣ୍ଡାର ଘର ଗୋଟେ ତାଙ୍କର ଥିଲା, ଘର ଥିଲା ଭଣ୍ଡାର ଘର। ସେ ଆମର ସେଠି ଥିଲେ ସେ ସବୁ ଦେଖେ ନାହିଁ। ଆଉ ରୋଷେଇ କରିବ କଣ? ଗୋଟାଏ ଚାଉଳ ନାହିଁ ରାତି ପାଇଁ ଗୋଟିଏ ଅଳ୍ପ ଟିକେ ବି ଚାଉଳ ନଥିଲା। ଚୁଲିର ଜାଳ କମି କରିଦେଇ ପଦାକୁ ଆସିଲି। ବାହାରେ ମୁକୁଳା ଆକାଶ ତଳେ ଝୁଣା ରହିଛି ରଜା ଝିଅର ରୂପା କଳାପାତିଆ ପରି ଜହ୍ନ ଚାଳ ମଥାନ ଉପରେ ହସି ଚାହିଁଥିଲା। ଧୀର ବିଲ ପଡ଼ିଆରେ ଆଲୁଅ ପକାଇ ସନ୍ଧ୍ୟା ସମୟ ଫିକା ଆଲୁଅ ପକାଇ ଅର୍ଥାତ୍ ସନ୍ଧ୍ୟା ହେଇଯାଇଛି, ହାଲକା ହାଲକା ଆଲୁଅ ପଡିଛି। ସେ ଦୃଶ୍ୟଟାକୁ ଉପଭୋଗ କରୁଛି। ଏଇଭଳି କିଛି ବାହାରେ ଅଛି ପୁରା ଆକାଶ ରୂପା ପାତିଆ ପରି ମାନେ ଜହ୍ନ ଉଠିଛି ଆକାଶରେ, ଜହ୍ନ ହଉଛି ଚାଳ ଘର ସେଇଠୁ ସେ ଜହ୍ନକୁ ଆକାଶରେ ଦେଖୁଛି। ତାକୁ ଏମିତି ତାକୁ ରାଜା ଝିଅ ତୁଳନା କରିକି ଭାବି ବସିଥିଲେ ସନ୍ଧ୍ୟା ହେଇଛି, ଜହ୍ନ ହଇଁଛି, ଆଉ ଟିକେ ଟିକେ ଆଲୁଅ ପଡିଛି ଚତୁଃପାର୍ଶ୍ଵରେ। ଜହ୍ନର ଯୋଉ ଆଲୁଅଟି ପଡିଛି ଚତୁଃପାର୍ଶ୍ଵରେ, ଯୋଉ ନଡିଆ ଗଛର ଝାଲର ଗୋଟେ ଚିକଣ ପତର ଉପରେ ସେ ଆଲୁଅ ଆସି ଲୁଚିଥିଲା। ଆଉ ଉଞ୍ଚା ଉଞ୍ଚା ଯୋଉ ନଡିଆ ଗଛ ଗୁଡିକ ଅଛି ଝାଲର ଗୋଟେ ଚିକଣ ପତର, ତା ଯୋଉ ନଡିଆ ପତ୍ର ଗୁଡିକ ଗାରେ ଗାରେ ସେଟା ସତେ ଯେମିତି ଝାଲିରି ଭଳିଆ ଦେଖାଯାଉଛି। ତା ଉପରେ ଜହ୍ନ ଆଲୁଅଟା ପଡୁଛି ଝାଲେରି ଭଳିଆ ଦେଖାଯାଉଛି। ସେଇଟା ସୁନ୍ଦର ଦେଖାଯାଉଛି। ସେଇ ଦୃଶ୍ୟଟିକୁ ପରେ ବାଡିପଟ ମୁକୁଳା କବାଟ ବାଟେ ସେଇ ଆଡକୁ ଏକ ଧ୍ୟାନରେ ଚାହିଁ ଚାହିଁବି। କିନ୍ତୁ ବାଡି କିଛି ନାହିଁ ରୋଷେଇ କରିବାକୁ, ଘରେ ନାହାନ୍ତି। ବାଡି ପଟକୁ ଚାହିଁ ରହିଲି। ପଛରୁ କିଏ ଆସି ଆଖି ଦିଟା ମୋର ବନ୍ଦ କରି ଧରିଲା। ଦୀର୍ଘ ବାସନାରୁ ଜାଣିପାରିଲି ନାଥ ନା। ଚମକି ପଡି କହିଲି, ମୁଁ ଚିହ୍ନୁଛି। କିଏ ଗୋଟେ ଆଖି ବନ୍ଦ କଲା ଭଳି ଲାଗିଲା। ବାସ୍ନାରୁ ଜାଣିଲି ଗୋଟେ ନାଥ ନା। କହିଲା, ମୁଁ କିଏ? ସେଇ କିଏ? କହିଲି, ମୁଁ ଜାଣେ ନା। ଆଖି ଛାଡି ଦେଇ ସେ ମତେ ତାଙ୍କ ଛାତି ଉପରକୁ ଆଉଜେଇ ଧଇଲେ। ଲାଜ ମାଡୁଥିଲେ ସେତେବେଳେ ମୁଁ ତାଙ୍କୁ ବାଧା ଦେଲି ନାହିଁ। ସକାଳର ବିମର୍ଷ ଭାବ ତାଙ୍କର କଟି ଯାଇଛି ଖାଲି ଅନୁଭବର ଆନନ୍ଦରେ। ବିମର୍ଷ ଭାବ ଯୋଉ ସକାଳରେ ଯେତେବେଳେ ଆସିଥିଲେ ଲୋକଟି ଆସିକି ଅବଦାନଟି କମେଣ୍ଟ କରି କଥା ହେଇଥିଲା, ସେତେବେଳେ ଆନନ୍ଦ ତାର ମନରେ ଟିକେ ବି ଦୁଃଖ ନାହିଁ। ମୋ ମୁହଁ ଉପରେ ମୁହଁ ରଖି ସେ ପଚାରିଲେ, ଆଚ୍ଛା ମୁଁ ନ ହୋଇ ଯେବେ ଆଉ କିଏ ହେଇଥାନ୍ତା ତେବେ ଆଉ କିଏ ହେଇଥାନ୍ତା? ମାନେ ପଚାରୁଛି ସତେ। ସେ ଆତପ୍ତ କୋମଳ ସ୍ପର୍ଶର ଅନିର୍ବଚନୀୟ ଆବେଶରେ ସମସ୍ତ ଅନୁଭୂତି ମୋର ମୂର୍ଚ୍ଛିତ ହୋଇଗଲା। ଉଚ୍ଛୃଙ୍ଖଳ ରକ୍ତରେ ଆନନ୍ଦ କାନ ପାଖେ ତାଙ୍କ ପକ୍ଷ ସ୍ପନ୍ଦନ ମୋର ସମଗ୍ର ଜୀବନ ଝଙ୍କଳ ହୋଇଥିଲା। କୋମଳ ସ୍ପର୍ଶ ଯେତେବେଳେ ଏକୁଟିଆ ତାର ଏତେ ମନରେ ଏତେ ସାରା ଦୁଃଖ, ସେଇ ସମୟରେ ନାଥନନ୍ଦନ ଯେତେବେଳେ ତାକୁ ଆଖି ବନ୍ଦ କରିଦେଇଛନ୍ତି ଏବଂ ସେଇ ତାର ସ୍ପର୍ଶରେ ଇଏ ଭାବପ୍ରବଣ ହେଇଯାଇଛି ଏବଂ ଖୁସି ମନରେ ଆନନ୍ଦ ଭରି ଉଠିଛି। ଆନନ୍ଦର ଗାଳି ଉଠୁଛି ତାର ଦେହ ସାରା ଏବଂ କାନ ପାଖେ ତାର ବକ୍ଷ ସ୍ପନ୍ଦନ ନାଥୁର ଯୋଉ ସ୍ପନ୍ଦନ ଛାତିର ଯୋଉ ଶବ୍ଦ ନିଶ୍ୱାସର ତା କାନକୁ ଶୁଣା ଯାଉଛି। ତାକୁ ତାଳରେ ମୋର ସମଗ୍ର ଜୀବନ ସଂପୃକ୍ତ ହେଇଗଲା। ସତେ ଯେମିତି ମୋର ଯୋଉ ସ୍ପନ୍ଦନଟା କାନରେ ବାଜିଲା ଚାରିଆଡେ ସେତିକି ବେଳେ ଚକା ଜହ୍ନ ଅଛନ୍ତି। ଠିକ ସେଇ ସମୟରେ ଅଛନ୍ତି କି ସେ ପୁଣି ଆସିଯାଇଛି ସନ୍ଧ୍ୟା ସମୟରେ। ସେ ହେଲା ଆମକୁ ଦେଖି ତର ତର ବାହାରକୁ ଯାଉ ଯାଉ ନା କିଛି ମନେ କରିବ ନାହିଁ। ତ ଜାଣି ଜାଣି ଆସିଲା, ଦେଖିଲା ଭଲ ଲୋକ ଥିଲେ। ହଁ ଝିଅଟା ମନ ଦୁଃଖ ଅଛି, ବାପା ମା ମରି ଯାଇଛନ୍ତି। ତାଙ୍କ କି ବଡ ଭାଇ ହଉ କି ସାନ ତାର ଆଉ ସେ ଦଉଛି କି କଣ ହେଇଗଲା କିନ୍ତୁ ଏମାନେ ପରେ ଆସିବି ଏମିତି କିଛି କହିଲା ଯେ କରିବନି ଲୋକ ଆଖି ପିଛାଡାକେ ସେ ମତେ ଛାଡି ସେଇଠି ଠିଆ ହୋଇ ରହିଲି। ଶବ୍ଦ ଅଚଳ ହୋଇଗଲା। ଜୋର ପଡିକ ପାରିର କୁହୁଡିଆ ସୀମାରେଖା ହଜାର ଦେଇ ଜହ୍ନ ସେତେବେଳେ ଖଣ୍ଡେ କଳା କଉଚି ଭିତରେ ମୁହଁ ଲୁଚାଇ ଦେଇଥିଲା। ତ ଏଠି କଣ ହେଲା ଯେ ସନ୍ଧ୍ୟା ସମୟ ଯେହେତୁ
ଏ ଯୋଉ ଦୃଶ୍ୟ ଯାହା ତ ସନ୍ଧ୍ୟାର ଦୃଶ୍ୟ ଆଗକୁ ବର୍ଣ୍ଣନା କରିଥିଲେ ଅଛି ତାପରେ ଲୋକଟା ଆସିଯାଇଛି ଏମିତି ଗାଁ ଗହଳିର ଲୋକ ଖରାପ ଲାଗିଲା ନାଚମାନ ମତେ ତମକୁ ସବୁବେଳେ ଟିକେ ଦୂରକୁ ଠିଆ ହେଲେ ଏବଂ ସେ ସାଧାରଣ ଲୋକ ଥିଲେ ଯାହାକି ସେଟା ଏମିତି ଖରାପ ପ୍ରକୃତି ତେଣୁ ମନରେ ଗୋଟେ ତାହାର ଭୟ ପଶିଯାଇଥିଲା। ଅଛି ଗପ ତ ଭଲ ବୁଝିବାର ଅଛି ତ ସେଟା ପୁରା ବୁଝି ନଥିବ ରିପିଟ କରିବ ପାଞ୍ଚ ଛଅ ଆର ସେଇଟା ପଢେଇ ନଥିଲି ଆଗ କାବ୍ୟ ଗୀତା ପଢେଇ ସିନା ବୁଝିବା ଜିନିଷ ଗୁଡାକ ଜଗତଗୁରୁ କଲେଜ କ୍ରାସ୍ କରୁ ତମ ଘର ଯୋଉଟା ତମେ ବାହାରେ କୋଉ ପରୀକ୍ଷା କି ଫାଇନାଲ ତ ନୁହଁ ଏଇଟା ନାଇଁ କଲେଜ